ସ୍ୱାଗତ କରୁଛି ଆପଣମାନଙ୍କୁ ଆଉ ଗୋଟେ ଏକ ନୂଆ ବ୍ଲଗ୍ରେ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ଆଉ ଆମେ ମଧ୍ୟ ଭଲରେ ଅଛୁ। ତ ଥମ୍ବନେଲ୍ ଦେଖିକି ଆପଣମାନେ ଜାଣିପାରୁଥିବେ କି ଆମେ କେଉଁ ଉଦ୍ଦେଶ୍ୟର ବ୍ଲଗ୍ଟି କରୁଛୁ। ଆଉ ଆପଣମାନେ ଥମ୍ବନେଲ୍ ଦେଖିକି ତ ଜାଣିପାରୁଥିବେ କି ଏଇଟା ହେଉଛି ଆଦିଯୋଗୀ, ଯେଉଁଠି ଶିବଙ୍କ ମୂର୍ତ୍ତି ରହିଛି ଆଉ ସେଇଟା ହେଉଛି ଚିକବାଲପୁରରେ ରହିଛି। ତ ଆମେ ବାହାରି ଯାଇଥିଲୁ ସକାଳୁ ସକାଳୁ ବସ୍ରେ। ଆଉ ଦେଖିପାରୁଥିବେ ଚାରିଆଡ଼େ ପାହାଡ଼ କଡ଼ରେ ଆମ ଗାଡ଼ି ଧୀରେ ଧୀରେ ଆଗକୁ ବଢ଼ି ଚାଲିଥିଲା। ଆଉ ରାସ୍ତା କଡ଼ରେ ଏହି ଛୋଟିଆ ଛୋଟିଆ ପାହାଡ଼କୁ, ସବୁଜ ପାହାଡ଼କୁ ଦେଖିକି ବହୁତ ସୁନ୍ଦର ଲାଗୁଥିଲା। ଆଉ ରାସ୍ତାର କିଛି ଦୂରରୁ ହିଁ ଗାଡ଼ି ଉପରୁ ବାବା ଭୋଳାଶଙ୍କରଙ୍କ ମୂର୍ତ୍ତି ଦେଖାଯାଉଥିଲା। ବହୁତ ସୁନ୍ଦର ଦେଖାଯାଉଥିଲା। ସବୁଆଡ଼େ ଖାଲି ପାହାଡ଼ ଗୁଡ଼ା ରହିଛି ଆଉ ମଝିରେ ତାଙ୍କ ମୂର୍ତ୍ତି ରହିଛି। ବହୁତ ସୁନ୍ଦର ଦେଖାଯାଉଥିଲା। କିଛି ସମୟ ପରେ ଗାଡ଼ିରୁ ଓହ୍ଲାଇଲା ପରେ ଆମେ ଆଗେଇ ଗଲୁ ମହାଦେବଙ୍କ ଆଡ଼କୁ। ଆଉ ଦେଖିଲୁ ଯେ ବହୁତ ସାରା ଲୋକ ଆସିଛନ୍ତି। କାହିଁକି ନା ଆଜି ଛୁଟି ଦିନ, ଆମେ ବି ଛୁଟି ଦିନରେ ପଳେଇ ଆସିଛୁ। ଆଉ ଲୋକମାନେ ବି ସମସ୍ତେ ପ୍ରାୟ ଛୁଟି ଦିନ ପଡ଼ିଛି, ସେଇଥିପାଇଁ ସମସ୍ତେ ପଳେଇ ଆସିଛନ୍ତି। ଆଉ ଲୋକମାନେ ସମସ୍ତେ ଏଇଆଡ଼େ ଦେଇକି ଯାଉଛନ୍ତି। ଆଉ ଆମେ ଭାବିଲୁ ଇଆଡ଼େ ଦେଇକି ଯିବାନି, ଆମେ ଗଲୁ ଏଇ ରାସ୍ତାରେ ଦେଇକି ଗଲୁ। ଆଉ ଦେଖିଲୁ ବହୁତ ସାରା ଲୋକ ଆସିଛନ୍ତି ଆଉ ବହୁତ ବଢ଼ିଆ ଲାଗୁଥିଲା ଜାଗାଟା। ପ୍ରାୟ ଆପଣମାନେ ଦେଖିଥିବେ ଏହି ଜାଗାଟି ଇନଷ୍ଟାଗ୍ରାମରେ, ଫେସବୁକରେ, ମାନେ ରିଲ୍ସରେ ପ୍ରାୟତଃ ଏହି ଜାଗାଟା ବହୁତ ଭାଇରାଲ୍ ହୋଇଥାଏ। ମାନେ ରିଲ୍ସରେ ବହୁତ କରନ୍ତି। ତ ଆଜି ଆମ ବ୍ଲଗ୍ରେ ମଧ୍ୟ ଦେଖନ୍ତୁ କେମିତି ଲାଗୁଛି। ଯଦି ଆପଣମାନେ ମହାଦେବଙ୍କର ଆଶୀର୍ବାଦ ଚାହୁଁଛନ୍ତି ତେବେ ନିହାତି ଆମ ବ୍ଲଗ୍ ଦ୍ୱାରା ଆମ ବ୍ଲଗ୍ରେ ଲାଇକ୍, ସେୟାର, କମେଣ୍ଟ ଆଉ ଚ୍ୟାନେଲକୁ ମଧ୍ୟ ନିହାତି ଭାବରେ ସବସ୍କ୍ରାଇବ୍ କରନ୍ତୁ।
ଆଉ କିଛି ସମୟ ବୁଲାବୁଲି କରିବା ପରେ ଆମେ ମହାଦେବଙ୍କ ଠାରୁ ବିଦାୟ ନେଲୁ ଆଉ ପଳେଇ ଆସିଲୁ। ତ ଆଜିକା ବ୍ଲଗ୍ରେ ଆପଣମାନଙ୍କ ଠାରୁ ମଧ୍ୟ ବିଦାୟ ନେବା ପାଇଁ ଚାହୁଁଛୁ। ଆଉ ଆପଣମାନେ ଏହି ବ୍ଲଗ୍କୁ ଯଦି ଭଲ ପାଉଥିବେ ନିହାତି ଲାଇକ୍ କମେଣ୍ଟ ସେୟାର କରନ୍ତୁ। ତ ଆଜିକା ବ୍ଲଗ୍କୁ ଏଇଠି ଶେଷ କରୁଛୁ। ଥ୍ୟାଙ୍କ ୟୁ।